ହ୍ୟାଲୋ। हेलो। ହ୍ୟାଲୋ। ହଁ କିଏ କହିଲୁ? हाँ। ଫୋନ ଆସିଥିଲା ଏ ନମ୍ବରରେ। अरे वो मो फ्रेंड फोन करची कौन सी चिन्ही पारना। ଓହୋ ତମେ ନା, ହଉ କୁହ। अरे ଜାଣିଛ କଣ ହେଇଛି ମା କାଲି ମୁଁ ଫୋନ ଦେଖି ଦେଇଥିଲା ସବୁ ଆମ ବିଷୟରେ ସବୁ ଜାଣି ନେଇଛି। କେତେବେଳେ? କାଲି ରାତିରେ। ସତ? ହଁ କଣ କରିବା କୁହନି। ଆରେ ଟାଇମ କେତେବେଳେ? ଏଇ 9ଟା ବେଳେ। ଆରେ ମତେ ତ 9ଟା ବେଳେ ମେସେଜ ଆସିଥିଲା ବେ। ତୁ ମୋଠୁ କଣ ଫୋନ ରଖିଦେ। ମୋଠୁ ଫୋନ ରଖି ଯାଇଛନ୍ତି ମୁଁ ଭାରି କଷ୍ଟରେ କୋଚିଂ ବାହାନାରେ ଆସିକି ମୋ ଫ୍ରେଣ୍ଡ ଫୋନରୁ ତମକୁ ଫୋନ କରିଛି। କଣ କରିବି ଆରେ ଏବେ ତୁ କୁହ। ଆରେ ତୁ କାଲି ବାବାଙ୍କ ସହିତ ମାର୍କେଟ ଯାଇଥିଲୁ କି 9ଟା ବେଳେ? ତୁ ଯୋଉ ହଁ ହଁ ଆଚ୍ଛା ଆଚ୍ଛା ଆଚ୍ଛା। କିଛି ଆରେ ହେଇଛି କି? ଆରେ ବାବା କିଛି ହେଇଛି କି? ଗୋଟେ କଥା ଜାଣିଛୁ ନା କଣ ହେଇଛି କାଲି ରାତିରେ? କଣ ହେଇଛି? ମାମା ମତେ ଆଉ ଗୋଟେ ନମ୍ବର କହିଲେ, ତମର ଆଉ କିଛି ନମ୍ବର ଅଛି କି? ମାନେ ଯେମିତି କଥା ହେଲେ ନା ମତେ ଲାଗିଲା କି ତମେ ଯେମିତି ମତେ ମେସେଜ କରୁଛ। ମୁଁ ତ କାଲି ତମ ସହ ରାତିରେ କଥା ହେଇନି। ସତ? ତାହେଲେ ମୋ ମା ବୋଧେ ତମ ସହ କଥା ହେଇଛି। ଆରେ ମତେ ସେ କଣ କହିଛନ୍ତି ମେସେଜରେ ଜାଣିଛ? ହେ ଭଗବାନ କଣ ହେଲା କଣ କହିଛି କୁହ। ସିଏ ମତେ ନମ୍ବର ମାଗିଲେ, କହିଲେ ତମର ଆଉ କିଛି ନମ୍ବର ଅଛି ନା ମତେ ଦେଇଥାଅ। ହେଲା ଏମିତି ମାଗିଲେ। ଆଉ କହିଲେ ତମ ଆଧାର, ମଜାକରେ ମତେ ପଚାରିଲେ ତମ ଆଧାର କାର୍ଡ ତ ଆଧାର କାର୍ଡ ଫଟୋ ଦେଲୁ କେମିତି ଦେଖା ଯାଉଛ। ହେଲା ଏମିତି ସବୁ ମୋ ଠାରୁ ଡାଟା କିଛି କଲେକ୍ଟ କରିନେଲେ। ମୁଁ ଭାବିଲି ସିନା ତମେ ସିନା ମତେ ପଚାରୁଛ, ମୁଁ ତମକୁ ସବୁ କଥା କୁହେ। ମୁଁ କହିଲି ହଁ ମତେ ଏ କଥା କିଛି ପଚାରି ନାହିଁ, ଭାବୁଛି ପଚାରି ଦେଇଥିବ ଆଉ। ଦେଖିବା ଏମିତି ସବୁ ମୋ ପାଖରୁ ମେସେଜ ନେଇ ମାନେ ମେସେଜ ପଚାରିଲେ। ଆଉ ମୋ ପାଖରୁ ଫଟୋ ମଟ ନେଲେ, ମୁଁ ଭାବିଲି ସିନା ତମେ। କୁହନି କୁହନି ମୋ ସହିତ ତାହେଲେ ଅଧଘଣ୍ଟେ ମୋ କଥା ମା ହେଲେ। ତମ ସହ କଥା ହେଇଛନ୍ତି ଏବେ କଣ କରିବି କୁହ। ଦେଇକି କଣ ମୋଠୁ ହେଇଛି କହିଲୁ? ଫୋନ ହ୍ୟାଲୋ। ନେଇଯାଇଛନ୍ତି। ହଁ। ଦେଇକି ଆଉ ମତେ ତମ ନମ୍ବର ଟା ଅନଲାଇନ ସୋ କରୁନି। ମୁଁ ଭାବିଲି ଡିପି ଇପି କଣ କାଟି ଦେଇଥିବ ବୋଧେ। ମୋ ଫୋନ ତ ମୋ ପାଖରେ ନାହିଁ, ମା ନେଇଯାଇଛି। ସତ? ହଁ ସେଇଥିପାଇଁ ତ କୋଚିଂ ବାହାନାରେ ଆସି ମୋ ଫ୍ରେଣ୍ଡ ଫୋନରୁ ଫୋନ କଲି ତମକୁ। ଓହୋ ମୁଁ ଭାବୁଛି କାହିଁକି ତମେ କଲ ଟା କରୁନ। ଓ ମୁଁ ହଉ ଏବେ କଣ କରିବା ହଉ ମୁଁ କୁହ? କଣ କରିମି କହିଲ, ମାମା ମାମା କିଛି କହିବେନି ତ ମୋ ନାଁରେ, କିଛି କହିବେନି ତ ମୋ ଘରକୁ? ଆରେ ମୋ ଆଧାର କାର୍ଡରେ ମୋ ବାବା ନମ୍ବର ଟା ଥିଲା ବୁଝୁଛ ନା। କଣ କରିମି କହିଲ? ମୁଁ ଜାଣିନି କଣ କରିବ, ମତେ ତ ବାଡିଆ ମାରା କରିବେ ବୋଲି ଭାବିଛନ୍ତି ସେମାନେ। ମୋଠୁ ଫୋନ ନେଇଯାଇଛନ୍ତି, ମତେ ଘରେ କେହି ଠିକ ସେ କଥାବାର୍ତ୍ତା ବି କରୁନାହାନ୍ତି। ସେଦିନ ତମକୁ ମାରିଲେ। ପୁଣି ଆଜି କଣ କରିବି, ତମ ଅବସ୍ଥା ମୋ ଅବସ୍ଥା ଗଲା। ତମେ ଆଉ ମତେ ଫୋନ ଫାନ କରିବନି ଲୋ। କଣ କାହିଁକି? କରିବି ମୁଁ ଆଉ। ପୁଣି ମୋ ଘରେ ଜାଣିଲେ ମତେ ପାଠ ପଢା ସବୁ ବନ୍ଦ କରିଦେବେ। ତମର ଅବସ୍ଥା କଣ ହବ ମୁଁ ଜାଣିନି। ସରିଗଲା ଆମର। ସରିଗଲା ଲୋ। ଆମ କଣ୍ଡିସନ ଟିକେ। କଣ କରିବା କହିଲୁ? ଟିକେ ଆମ ଘରେ ଆସିକି ଭୁଲ ମାଗି ଦିଅ ନା ସବୁ ଠିକ ହେଇଯିବ। ତମ ଘର କୋଉଠି ମୋ ଘର କୋଉଠି? ଆମ କଥା ଟିକେ ବୁଝ। ଶୁଣ ମୋ କଥା ଶୁଣ। କଥା କହିବା ଆମର ବେଶୀ ଦିନ ହେଇନି, ଏଇ 6-7 ମାସ ହେଇଛି। ମୁଁ ତ ତମ ଘର ହୋଇକି କିଛି ଦେଖି ନାହିଁ। ମୁଁ ଯାଇପାରିବିନି, ମୋ ଘର ଲୋକ ମତେ ଛାଡିବେନି ଜାଣିଲେ। ଏଇଆ କଲ। ଏଇଆ ଥିଲା ତମକୁ ଭଲ ପାଇବା, ମୁଁ ତମକୁ ନେଇକି ଏତେ କିଛି ଭାବିଥିଲି ତମେ ଶେଷରେ ଏଇଆ କଲ ନା। ଏଇଆ କଲ ନା। ଦେଖ ଜାଣିଥିଲି। ପରିସ୍ଥିତି ଦେଖ ତମର ଦେଖ କଥା ନହେଲେ କିଛି ଦିନ ପାଇଁ ଆମେ ଗୋଟେ ଲଙ୍ଗ ଡିଷ୍ଟାନ୍ସ କିଛି ନେଇଯିବା 6 ମନ୍ଥ ପାଇଁ। ମାନେ ଘରର ଅବସ୍ଥା ଠିକ ଠାକ ହେଲେ ଆମେ ପୁଣି କଥା ହବା। ତମେ ମୋ ନମ୍ବର ଟା କୋଉଠି ମୁଁ ଜାଣିଗଲି ତମ କଥାବାର୍ତ୍ତାରୁ ମୁଁ ଜାଣିଗଲି ତମେ ତ ମୋ ସହିତ ତମର କଥା ହବାର ଇଚ୍ଛା ନାହିଁ, ତମେ ନାଁ କୁ ମୋ ସହ ଖାଲି ଏମିତି କଥା ହଉଥିଲ। ଆରେ ଶୁଣ ଯଦି ଜାଣିଥାନ୍ତ ତାହେଲେ ମୋ ମା ବାବାଙ୍କ ସହିତ ଆସିକି କଥା ବି ହେଇପାରିଥାନ୍ତ ତମେ ଚାହିଁଲେ। ଇଛା ଥିଲେ ମୁଁ କଣ କରମି ନିଜେ କୁହ? ମୋ ଜାଗାରେ ଆସିକି ଥରେ ଦେଖ। 6 ମାସ ଯାଏ କଥା ହବନି, ପୁଣି ଆଉ କୋଉ ଝିଅ ସହ କଥା ହବ କିଏ ଜାଣେ ମୋ ସହ ଚିଟ କରିବ କି କଣ କରିବ। ସେଇଟା ଯଦି ମୁଁ ଏବେ ତମ ସେଇଟା ଏବେ ମୋ ଘର ଲୋକ ବି ଜାଣିଗଲେ ମତେ କିଛି ବି ମୋର କରିପାରନ୍ତି, ମୋ ପାଠ ପଢା ବି ବନ୍ଦ। ସେଇଟା ଯଦି ମୁଁ ତମକୁ କହିବି, ତମେ ଯଦି ଆଉ କୋଉ ପୁଅ ସହିତ ବାହା ହେଇଯିବ କି ଗ୍ୟାରେଣ୍ଟି ଅଛି ତମର?
ମୋ ସାଙ୍ଗ ତ ସେଇଆ ସେଇ ଦିନେ କରିଥିଲା। ସେ କହିଲା ମୋ ସହିତ ମୁଁ ଚାକିରି କଲେ 2 ମାସ ପାଇଁ ପୁଣି କଥା ହେଇପାରିବିନି, ପୁଣି 2 ମାସ ପରେ ଆମେ ବାହା ହବା। ଦେଖି ସେଇ କଥା କହିଦେଇ ସିଏ ତାର ଆଉ କୋଉ ଝିଅ ସହିତ ବାହା ହେଇଗଲା। ତମେ ଯଦି ସେଇଆ କରିବ? ମୁଁ ଯଦି ତମକୁ ଚିଟିଂ କରିଥାନ୍ତି ତାହେଲେ ମୋ ମା ବାବା ଜାଣିଗଲା ପରେ ବି ମୁଁ ତମକୁ କଲ୍ କରିକି କହିଥାନ୍ତି କି? ଶୁଣ, ତମେ ଦୟା କରିକି ଆଉ ମତେ କଲ ମଲ କରିବନି, ଯାହା ହେଲା ହେଲା। ମୁଁ ତମ ନମ୍ବର ବ୍ଲକ ତମେ ମୋ କରିଦେବି ହେଲା। ସିଚୁଏସନ କୁ ଟିକେ ତ ବୁଝ ନା। କିଛି ଟିକେ ଦରକାର ତମ ନାହିଁ। ସିଚୁଏସନ କୁ ବୁଝ। ଟିକେ ଗୋଟେ ଥର ଆସିକି ଖାଲି ଆମ ଘରେ ଭୁଲ ମାଗିଦିଅ। ମତେ ଯଦି ବାଡିଆ ପିଟା କରିବେ, ମନେ ଯଦି କେସ୍ କରିଦେବେ। ଗୋଟେ ମୁଁ ଥର କାଳେ ମାନିଯିବେ। ନା ନା ମୋର ଦରକାର ନାହିଁ, ତମେ ଯାହା କରୁଛ ତମ ଘରେ ତମେ ସମ୍ଭାଳ। ମୁଁ ମୋ ଘରେ ସମ୍ଭାଳିଛି, ଦରକାର ନାହିଁ ଆମ କଥା କହିବା ହଁ ହେଲା। ଭଲ ପାଇବା ବେଳେ କହୁଥିଲ ତ ସେଇଟା ତମ ଘର ନୁହଁ ମୋର ବି ଘର। ଏବେ ମୋର ଘର ହେଇଗଲା ନା। ବୁଝିଗଲି ଏବେ ତମେ ମତେ ଚାହୁଁନ, ତମେ ଚାହୁଁଥିଲ କିଛି ବାହାନା ଖୋଜୁଥିଲ କେମିତି ତମ ଲାଇଫ ରୁ ମୁଁ ହଟିଯାଏ। ଏବେ ଖୁସିରେ ରୁହ ତମେ। ନାଇଁ ତମେ କଥାଟା ବୁଝୁନ କାହିଁକି କୁହନି? ହେଁ ଟିକେ ବି ସପୋର୍ଟ କରୁନ ମତେ। ଯାଅ ଯାଅ। ଦେଖ ତମେ ଯଦି ମତେ ଦରକାର ନାହିଁ ଠିକ ମୋର। ତମେ ଯଦି ଠିକ ମତେ ଭଲ ପାଇଥାନ୍ତ ମତେ ବୁଝିଥାନ୍ତ ହେଲା। ମୁଁ ତ ଠିକ ବୁଝି ସାରିଲି ଏବେ ତମ ଦ- କଥାବାର୍ତ୍ତାରୁ ଯାହା ଜଣା ପଡୁଛି। ହଁ ମୁଁ ରଖୁଛି ହେଲା। ବେଶୀ ସମୟ କଥା ହଉନି, ତମେ ଘରକୁ ଯାଅ, ତମର କଣ ହବ। ମୁଁ ରଖୁଛି ହେଲା, ମୁଁ ଯାଉଛି ମାସେ। ତେବେ ଆଉ କିଛି କହିହବନି? ଆଉ କଣ ଆଉ କିଛି ନାଇଁ, ଏତେ କାହିଁ ଟେନସନ ନବାର ନାଇଁ। ଏତେ ଟେନସନ ହବନି, ମୋର ବି ଏକ୍ଜାମ ଆଇଲାଣି, ତମର କଣ ହବ ମୁଁ ଜାଣିନାହିଁ। ତମେ ଦେଖ, ତମ ବାଟେ ତମେ ଦେଖ, ମୁଁ ଆସୁଛି ହେଲା ତମ ବାଟରୁ। ଶେଷକୁ ଏଇଆ ହିଁ କରିବାର ଥିଲା, ଟିକେ ସପୋର୍ଟ ବି କରୁନ। ଆଉ କୁହ କଣ କହୁଛ କୁହ। ଛାଡ, ତମେ ତ ମୋ ପାଖରେ ମନ ନାହିଁ, ମୋ ଘର ଲୋକ ଜାଣନ୍ତୁ, ମତେ ମାରନ୍ତୁ, ପିଟନ୍ତୁ, ଯାହା ହଉଛି ହଉଥାଉ, ତମେ ତମ ଲାଇଫ ରେ ଖୁସିରେ ରୁହ। ହଉ ଯାଅ, ହଉ ଦରକାର ନାହିଁ ମୋର ଏମିତି। ହଉ ହଉ। ହଉ ବି କହିଦେଲ ନା, ତାହେଲେ ଜଣା ପଡିଗଲା ତମ ଭଲ ପାଇବା କେତେ ଥିଲା ନା ମୋ ମୁଁ ପ୍ରତି। ତମକୁ ଭଲ ପାଉନି, ଯାଅ ତମେ ଯାହା କରିବା କଥା ଯାଅ। ମୁଁ ତମକୁ ଭଲ ପାଏନି, ଯାଅ। ଶେଷରେ ଏଇଆ କହିଲ ନା? ହଁ ଏଇଆ କହିଲି, ଯା, ଦରକାର ନାହିଁ। ଯା, କେତେ ଖୁସିରେ ରହିବ ସେଟା ମୁଁ ବି ଦେଖିବି। ହଁ ମୁଁ ଖୁସିରେ ରହିମି, ତ ଯା ତୁ ଯାହା ସହିତ ଖୁସିରେ ରହିବା କଥା ଯା। ଯା ଯା, କୋଉଠି ଯୌତୁକ ମିଳିବ ପୁଞ୍ଜାଏ ଟଙ୍କା ଆଣିକି ମୁଣ୍ଡରେ ବସେଇକି ହଁ ରଖିବ ତମ ହଁ ଭାଇ ମୁଁ ରଖିବି, ତୁ ଯା, ପାଇଁ। ଦରକାର ନାହିଁ ହେଲା। ଏମିତି ଟେନସନ ମୋର ଦରକାର ନାହିଁ। ତମରି ପାଇଁ ମୋ ମା ବାବା ଆଜି ମତେ ବାଡେଇବେ, ମାରିବେ। ମୁଁ ଜାଣିନି ତୋ ମା ବାବା କେମିତି, ମୋର ଦରକାର ନାହିଁ। ହଁ ସେତେବେଳେ ତ ଭାରି ଭଲରେ କହୁଥିଲ ତମ ମା ବାପା ମୋ ବାପା ପା। ଏବେ ତମେ ରଖ, ଆଉ ଲାଷ୍ଟ କଥା କଣ କହିବାର ଥିବ ଯୋଉ କୁହ। ମୁଁ ଏ ନମ୍ବର ଟାକୁ ବି ବ୍ଲକ କରିଦେବି ହେଲା। ଆଉ ଦରକାର ନାହିଁ, ମୁଁ ଆଜି ସିନା ଲାଷ୍ଟ ଜାଣିପାରିଲି। ଥରକ ପାଇଁ କହୁଛି, ଚେଷ୍ଟା କରିକି ଦେଖ। କିଛି ଚେଷ୍ଟା ମିଷ୍ଟା ନାହିଁ, ଛାଡ ଫୋନ ରଖ ତମେ ହେଲା, କିଛି ଦିଟା ଚୁପଚାପ କରିବନି ଯା। ଫୋନ ରଖ, ଟାଇମ ହେଇଗଲାଣି ହେଲା, ସମୟ ହେଇଗଲାଣି, ମୁଁ ଏବେ ଯିବି, ରଖ। ଆଉ ଦୁଇ ଜାଣିଥିଲି ପୁଅ ମାନଙ୍କୁ କେବେ ବି ବିଶ୍ଵାସ କରିବା କଥା ନୁହେଁ। ଏବେ ମୋ କ୍ଲାସ ଷ୍ଟାର୍ଟ ହବ, ଆଉ 2 ମିନିଟ ଅଛି, ଜଲଦି ଯାହା କହିବାର ଅଛି ସାର ହେଲା। ମୋର ଆଉ ବୁଝିଲ କିଛି କହିବାର ନାହିଁ, ସବୁ ଶେଷ ହେଲା। ବୁଝି ମୋର ଆଉ ପାରୁଛ କିଛି ନା କହିବାର ନାହିଁ ତମକୁ, ଲାଷ୍ଟ କୁ ମୋର ଆଉ ତମକୁ କିଛି କହିବାର ନାହିଁ, ସବୁ କଥା ଶେଷ ହେଲା ଏଇଠି। ମୁଁ ମରେ ହଜେ ତମର କିଛି ଯାଏ ଆସ ନାହିଁ, ମୁଁ ଆଜି ତମ ଲାଇଫ ରୁ ସବୁଦିନ ପାଇଁ ମରିଗଲି। ମୁଁ କଣ କହିବା ପାଇଁ ଚାହୁଁଛି ତମକୁ ମନେ ଅଛି ତ? ମୁଁ ତମ ପାଇଁ ମରି ଯାଇଛି, ମତେ ଆଉ କିଛି କୁହନି। ହଉ ରଖିଦିଅ, ମୁଁ ଟାଇମ ହେଇଗଲାଣି, ଯାହା କହିବାର ଅଛି ଲାଷ୍ଟ ତା କହିଦିଅ ହେଲା। ମୁଁ ତମକୁ ଲାଷ୍ଟ ଟାଇମ ପାଇଁ କହୁଛି, ମୁଁ ତମ ପାଇଁ ମରିଗଲି ଆଜି। ହଉ ହଉ ରଖିଲି। ହଉ ବି କହିଦଉଛ। ନା ଆଉ କଣ କହୁଛ? ହ୍ୟାଲୋ। ନାଇଁ ଜଣା ପଡିଗଲା ତମକୁ କେତେ ଭଲ ପାଇବା ଥିଲା ମୋ ପ୍ରତି। ଯାଅ ତମେ କ୍ଲାସ କରି ତମେ ତମ ଲାଇଫ ରେ ଏଞ୍ଜୟ କରିକି ଖୁସିରେ ରୁହ, ମତେ କିଛି ଦରକାର ନାହିଁ କାହାର। ହ୍ୟାଲୋ କୁହ କଣ କହୁଛ, ମୁଁ ରଖିବି। ମୁଁ ତମ ସହ ଏତେ ସାହାଯ୍ୟ ଯୋଉ ସବୁ କଥା କହିଲି ସେ ସବୁ ପ୍ରାଙ୍କ ଥିଲା, ମୁଁ ମିଛରେ ତମକୁ ଟେଷ୍ଟ କରୁଥିଲି ତମେ ମତେ କେତେ ଭଲ ପାଅ, ଜଣା ପଡିଗଲା ଏଇଠି ତମେ ଭଲ ପାଇବ। ନାଇଁ ନାଇଁ ମୁଁ ଏ ମଜାକ କରୁଥିଲି, ମୁଁ ତମେ ଭାବିଥିଲ ସିରିୟସ। ମୁଁ ଜାଣିଥିଲି ତମେ ପ୍ରାଙ୍କ କରିବ ନା, ସେଥିପାଇଁ ମୁଁ ବି ଟିକେ ପ୍ରାଙ୍କ କରିଦେଲି। ତମ ମଜାରେ ମଜାରେ ତମର ଯୋଉ ଭିଲିଆନ ରୂପ ଟା ମତେ ଜଣା ପଡିଗଲା, ଆଉ ମତେ ଦରକାର ନାହିଁ ତମ ସପୋର୍ଟ, ତମେ ତମ ଲାଇଫ ରେ ଖୁସିରେ ରୁହ, ମୁଁ ବି ମୋ ଲାଇଫ ରେ ଖୁସିରେ ରହିବି, ଯାଅ। ତମେ ମଜାକ କରିପାରିବ, ମୁଁ କଣ ମଜାକ କରିପାରିବିନି, ଏମିତି କେମିତି ହେଇପାରିବ? ଯାଅ ତମର କ୍ଲାସ ଟାଇମ ହେଇଯାଉଥିଲା, ଯାଅ ଯାଅ ଯାଅ।
ନାଇଁ ଯା ନାଇଁ ମୋର ଦରକାର ନାହିଁ। ନାଇଁ ନାଇଁ ତମ ଭଳିଆ ମଣିଷ ମୋ ଲାଇଫ ରେ ରହିବା ଦରକାର ନାହିଁ ଯା। ନାଇଁ 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 କୁହ ମୁଁ- କୁହ ନା ନା ମତେ ଦରକାର ନାହିଁ ତମ ଭଳିଆ ଭଲ ପାଇବା ଦରକାର କହୁନୁ ନାହିଁ। କହ। ନା ମିଛରେ ମିଛରେ ସବୁ ସତ ବାହାରିଗଲା। ହଉ ହଉ ମୁଁ କ୍ଲାସ ରୁ ଆସେ କଥା ହବା ହେଲା। ଆଉ ମତେ ଫୋନ କରିବନି ମୋ ନମ୍ବର କୁ ବ୍ଲକ କରିଦିଅ ନା ମୁଁ ବି ନା ତମକୁ ବ୍ଲକ କରିଦଉଛି। ନା ନା ବ୍ଲକ୍ କରିବୁନି ହେଲା ମୁଁ ଆସେ ହେଲା ରଖୁଛି। ନା 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 ଏଇଠି ସବୁ କଥା ଶେଷ ଆଉ କିଛି ମୁଁ ହେଇପାରିବନି। ଆସେ ହେଲା ହେଲା ଆସେ। ଯାଅ ଆଉ କେବେ ବି ଫେରିକି ଆସିବନି।